जय जगन्नाथ सांग मैंने मुझे आपण सलीन स्वागत करुँच मोर आउ एक नुआ भिडियो तो सांग मैंने आज मु साइकल रे प्राय 10 किलोमीटर यात्रा करी आसी आम अंचल एक प्राय 100 वर्ष पुराना शिव मंदिर को। क्या बोला तूने? हाँ आज्ञा आपण मैंने ठीक शुणी यही मंदिर हूँ 100 वर्ष पुराना शिव मंदिर। ଏହି ମନ୍ଦିରର ବିଶେଷତା ହେଉଛି ଏହା ନଦୀ ମଝିରେ ଅବସ୍ଥିତ। ବର୍ଷା ଋତୁରେ ନଦୀ ପାଣି ବଢ଼ିଯିବାରୁ ମନ୍ଦିର ପାଣି ଭିତରେ ବୁଡ଼ିକି ରହିଯାଏ ଓ ଖରାଦିନ ଆସିଲେ ପାଣି ଶୁଖିଯାଏ ଓ ଲୋକମାନେ ପୁଣି ଏଠାକୁ ଆସି ଦର୍ଶନ କରି ଯାଆନ୍ତି। ଗାଁ ଲୋକ କହିବା ଅନୁସାରେ ଏହି ମନ୍ଦିର ଏକ ଆଶ୍ଚର୍ଯ୍ୟଜନକ ଲୋକ କଥା ଜଡ଼ିତ ଅଛି। ପୂର୍ବ କାଳରେ ଖଜୁରୀ ଖମଣ ଗାଁର ପ୍ରଧାନ ଆଜ୍ଞା, ଯାହାକୁ ଈଶ୍ୱର ଦ୍ୱିବେଦୀ ନାମରେ ସମସ୍ତେ ଜାଣନ୍ତି, ସେହି ପ୍ରଧାନକୁ ଭଗବାନ ଶିବଶଙ୍କର ନିଜେ ତାଙ୍କୁ ସ୍ୱପ୍ନାଦେଶ ଦେଲେ ଯେ ମୁଁ ପାଣିରେ ବୁଡ଼ି ଯାଇଛି, ମୋତେ ଆସି ଉଦ୍ଧାର କର। ତା ପରଦିନ ସକାଳେ ପ୍ରଧାନ ଆଜ୍ଞା ନିଦରୁ ଉଠି ଗାଧୋଇ ପାଧୋଇ ଖୋଳ ତାଳ ସହିତ ଗାଁ ଲୋକଙ୍କୁ ଧରି ଯାଇ ସେ ବନାକାଲ ମନ୍ଦିରରେ ପ୍ରଭୁ ସ୍ୱୟଂ ଦେବଦେବ ମହାଦେବଙ୍କୁ ଉଦ୍ଧାର କରି ଆଣି ତାଙ୍କ ଗ୍ରାମର ପୂର୍ବ ଭାଗରେ ରଖିଛନ୍ତି, ଯାହାକୁ ଆମେ ଖଜୁରୀ ଖମଣ ଶିବ ମନ୍ଦିର ବୋଲି କହୁଛନ୍ତି। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ କହିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।